ଚାଷୀ ମାନଙ୍କୁ ଉଚିତ ସମ୍ମାନ ଦିଆଯାଉ ନାହିଁ। ନାହିଁ ଚାଷ କରୁଛନ୍ତି ନା ଗୋଟେ ସମ୍ମାନ ଅଛି ନା ତାଙ୍କ ଯୋଉ ବିହନର ପଇସା ବଢୁଛି ନା ବଢୁଛି ତାଙ୍କ ଯୋଉ ପରିଶ୍ରମ ଟୁଣ୍ଡ ଜାଳ ମୁଣ୍ଡରେ ଲଗାଉଛନ୍ତି କଣ ଅଛି ପଇସା ବଢୁନାହିଁ। ଦିନ ବଢୁନି ରାତି ସେମାନେ ପରିଶ୍ରମ କରୁଛନ୍ତି। କରୁଛନ୍ତି ଚାଷୀର ଗୋଟେ ନା ନାହିଁ ଯଦି ଏଠି ଚାଷ ନ କରନ୍ତି ସମସ୍ତେ ମରିଯିବେ ମରିଯିବେ ଉପାସରେ। କିନ୍ତୁ ଉପାସରେ। ଚାଷୀ କି କାହିଁ ଗୁରୁତ୍ୱ ଦଉନାହାନ୍ତି ସରକାର। ସରକାର ଗୁରୁତ୍ୱ ଦଉନାହାନ୍ତି। ଚାଷୀ କଣ ସେ ଚାଷ କରୁଛନ୍ତି ଚାଷରୁ ବାସ। ଆଜି ଚାଷ କରୁଛନ୍ତି ବୋଲି ଆମେ ସାରା ଓଡିଶା ସେଥିରେ ଆମେ ଚଳୁଛେ ଖାଇକି ଖାଇକିରି ବଞ୍ଚୁଛେ। ଭୋକିଲା ପେଟକୁ ଦାନା ଦଉଛନ୍ତି। ଦାନା ଦଉଛନ୍ତି କିନ୍ତୁ ଚାଷୀ ଭାଇ ହଉଛନ୍ତି ଆମର ମେନ୍ ଲୋକ ଏବଂ ଆଗୁଆ ସବୁବେଳ ପାଇଁ ଚାଷୀ ଆଗୁଆ କିନ୍ତୁ ତାଙ୍କୁ ସମ୍ମାନ ଦବା କଥା ଆଚ୍ଛା କିନ୍ତୁ ଦଉନାହାନ୍ତି। କଣ ପାଇଁ ଏ ଯୋଉ ଚାଷୀ କି ଏତେ ଅବହେଳା ଚାଷୀ ଯେତେ ପରିଶ୍ରମ କରେ ଖରା ତରା ହୁଁ ଶୀତ ଖରା କାକର ବର୍ଷା ଏମିତି ସବୁ କଷ୍ଟ ସଇଲା ପରେ ବି ହୁଁ ଯେତିକି ଆବଶ୍ୟକ ପରିଶ୍ରମ ସେତିକି ତାଙ୍କୁ ପଇସା ମିଳେନି। ନା ସେତିକି କଣ ପଇସା ତାଙ୍କୁ ମିଳେ? ପରିଶ୍ରମ ନାହିଁ ପରିଶ୍ରମ ନାହିଁ। ନାହିଁ ଯେତିକି ବେପାର କଲା ବେଳକୁ ତାଙ୍କ ପଇସା ପୁରା କମ ହେଇଯାଇଥାଏ। କମ ହେଇଯାଇଛି। ମାନେ ହଁ ଏଥିପାଇଁ କଣ କଲେ କରିବା ଦ୍ଵାରା ତେଣୁ ଆମ ଚାଷୀ ମାନେ ଉପକୃତ ହେଇପାରିବେ? ତେଣୁ ଉପକୃତ ହବା ପାଇଁ ଗଲେ ସେ ତ ଚାଷ ତାଙ୍କ ଚାଷରେ ସେ ସବୁ ପାଇଁ ବ୍ୟସ୍ତ ରହିଛନ୍ତି ଏବଂ କରୁଛନ୍ତି ହୁଁ। କିନ୍ତୁ ଆମେ ଠିକ ଉଚିତ ତାଙ୍କୁ ମୂଲ୍ୟ ଦେଇପାରୁନି। ଚାଷୀ କଣ ଯୁଗ ଯୁଗ ପାଇଁ ଏମିତି କାନ୍ଦୁଥିବ ନା ତା ଚାଷୀ ମୁହଁରେ ପୁଣି ହସ ଉଠିବ? ହସ ଉଠିବ ହସ ଚାଷ ଫୁଟିବ ନିଶ୍ଚୟ ନା କେବେ ସେଇ ହସ ଟା ଫୁଟେଇବେ? ଫୁଟିବ ସରକାର କଣ ହସ ଫୁଟେଇବେ ଲାଗୁଛି? ନିଶ୍ଚୟ ଫୁଟେଇବେ ଫୁଟେଇବେ ଫୁଟେଇବେ। ହଁ ନା ସରକାର ଚାଷ ଅଛି ଯାହାର ବଡ କି ଆନନ୍ଦ ତାହାର ଆଚ୍ଛା ଯୋଗାଉଛି ସେ କଣ ଏ ସଂସାରକୁ ଏ ଆହାର ଦୁନିଆକୁ ଆହାର। ବାସ୍ ବାସ୍ ବଢିଆ କଥାଟି କହିଲେ ଆପଣ ଶୁଣୁଥିଲେ ଗୋଟେ ଚାଷୀଙ୍କ ବିଷୟରେ। ଚାଷୀ ଦିନେ ନା ଦିନେ ନିଶ୍ଚୟ ପୁଣି ହସିବ। ହଁ ଚାଷୀଙ୍କ ମୁହଁରେ ପୁଣି ଆନନ୍ଦ ଫେରିବ। କେହି ତା ରେଟ୍ ନ ବଢିଲେ ମଧ୍ୟ ସେ ନିଜେ ଚାଷୀର ଉତ୍ପାଦନ କରି ନିଜେ ମଧ୍ୟ ଖାଦ୍ୟ ଖାଇବ। ନିଶ୍ଚୟ